ସେଇଠି ପ୍ରଭୁ କହିଲେ ମ୍ଲେଚ୍ଛଙ୍କ ପାଳି ଯେ ପଡ଼ିବ ମହାମାରିଣୀ ଆସିଯିବ। କ'ଣ କରେ ଯୋଗ ମାୟା ଦେବେ ଖେଳିବ ରୋଗ ରୂପରେ ଜହିଁ ସକଳ ଦେହରେ ଖେଳିବେ ରୋଗେ ଖାଇବେ ସେହି। ଆରେ କ'ଣ ସେ କାଉ ହାଣି ଖାଇଯିବେ? ସବୁ ରୋଗ ରୂପରେ ଶରୀରରେ ପ୍ରକଟ ହେବେ। ଚଣ୍ଡୀ ଚାମୁଣ୍ଡା ମାନେ ମାତିବେ। କାହିଁକି ନା ପାପୀମାନଙ୍କ ଦେହରେ। କାହିଁ କହିଲେ ମ୍ଲେଚ୍ଛଙ୍କ ପାଳି ଯେ ପଡ଼ିବ ମହାମାରିଣୀ ଆସିଯିବ। ଦେବୀ ହୋଇବେ ଉଜାଗର ଜଳିବ ତାଙ୍କର ଜାଗର। କ'ଣ ଜାଗର? ସମସ୍ତେ ନିସ୍ତବ୍ଧ ଅଛନ୍ତି। କଳା ଶୂନ୍ୟ ହୋଇବ ସେବେଳେ ରଡ଼ି ଜଗତ ପଡ଼ିବ ଉଛୁଡ଼ି। ବିରଜା ସେବେଳେ ରଡ଼ି ଛାଡ଼ିବେ। କ'ଣ ରଡ଼ି ଛାଡ଼ିବେ? ନା ପ୍ରଥମ ରଡ଼ି ଯେ ବିରଜା ଛାଡ଼ିବେ ସକଳ ଦେବୀ ଯେ ଜହିଁ ଉଜାଗର ହୋଇ ସକଳେ ରହିବେ ଜଗତ ଛାନିଆ ହୋଇ। ଯେତେବେଳେ ପ୍ରାୟ ରଡ଼ି ଛାଡ଼ିବ ସାରା ସମଗ୍ର ପୃଥ୍ୱୀ ଚୋହଲି ଉଠିବ। ସେ ରଡ଼ିରେ ଚମକ ପଡ଼ିବ। ରଡ଼ି ହେଇଯାଇଛି ବାରିପଦା ବାଲେଶ୍ୱର ଭଦ୍ରକ ରଡ଼ି ହେଇଯାଇଛି ଆଗରୁ। ଏବେ ଯେଉଁ ରଡ଼ିଟି ହେବ କହିଲା ବିରଜା ଛାଡ଼ିବେ ରଡ଼ିଲ ବହୁଳ ସାରହୋଳା କରିବେ କୁଟ ସେହି ରଡ଼ିରେ ଯେ ଜଗତ ହୋଇବେ ସେ ଝଟମଟ। କାହିଁକି ନା ସବୁ ଚମକି ପଡ଼ିବେ। କଲିଜା ଥରିଯିବ ଲୋକଙ୍କର। କହିଲା ଦ୍ୱିତୀୟ ରଡ଼ି ଯେ ବିରଜା ମାରିବେ ନିଠାଇ ମାରିବେ ସେହି ଉତ୍ତର ମୁଖା ଯେ ବିରଜା ହୋଇବେ ଲାଗିବ ସେ ସମଲାଇ। ସମଲାଇଙ୍କ ମୁହଁରେ ଆଜ୍ଞା ଗୋଟେ ଥାଳି ଲାଗିଛି। ସେ ଥାଳି ଖୋଲିବ। ସମଲାଇ ହେଉଛନ୍ତି ସମସ୍ତଙ୍କ ଭକ୍ତଙ୍କୁ କୋଳରେ ଧରିବେ। ସେ ଭକ୍ତଙ୍କୁ ଭାରି ଭଲ ପାଆନ୍ତି। ସେ ଯେତେ ଭକ୍ତ ସମସ୍ତଙ୍କୁ କୋଳରେ ଧରି ସେ ଭାରି ଭଲ ପାଇବେ ସେ ସମୟରେ। ଆଉ କ'ଣ ହେବ ନା ଅଷ୍ଟଦେବୀ ମାନେ ଉଜାଗର ହେବେ। କାହିଁକି ନା ଯେଉଁ ଦେବୀମାନେ ଉଜାଗର ହେବେ ନିଜ ନିଜର ଭକ୍ତଙ୍କୁ ସେ ରଖିବେ ନାହିଁ, ସେ କ'ଣ ଛାଡ଼ିଦେବେ? ତେଣୁ ପ୍ରଭୁ କହିଛନ୍ତି ଯାହାକୁ ଯେତେ ଭକ୍ତ ଦିଆହେଇଛି ମଙ୍ଗଳାଙ୍କୁ ଦିଆହେଇଛି ଆରେ ତୁ ଇଏ 5,000 ଭକ୍ତ ରଖିବୁ। ବିମଳାଙ୍କୁ ଦିଆହେଇଛି ଇଏ 8,000 ଭକ୍ତ ତୁ ରଖିବୁ। ସାରଳାଙ୍କୁ ଦିଆହେଇଛି ଇଏ 7,000 ତୁ ରଖିବୁ। ପଦ୍ମ ଭକ୍ତ ଗରୁଡ଼ଙ୍କୁ ମଧ୍ୟ ଦିଆହେଇଛି। ଭଗବନ୍ତୀକି 2,000 ଦିଆହେଇଛି। ହଁ ଚର୍ଚ୍ଚିକାକୁ ପ୍ରତ୍ୟେକ ମଣ୍ଡଳରେ ମାଆମାନଙ୍କୁ ଯେଉଁ ଭକ୍ତକୁ ପରୀକ୍ଷା କରି ଭଗବାନ ଦେଇଛନ୍ତି ଶେଷବେଳେ ଭକ୍ତକୁ ତୁ ମୋତେ ଦେବୁ। ଆଉ ଯଦି ତାଙ୍କର କିଛି ଅସୁବିଧା ହେଲା ସେ କଥା ତୁ ବୁଝିବୁ। ସେଇ ଭକ୍ତଙ୍କ ପରୀକ୍ଷା ମାଆମାନଙ୍କର ଯେଉଁ ପରୀକ୍ଷା ସବୁ ଏଇ ସମୟରେ ଆସୁଛି ବାପା। ଅଳ୍ପ ଦିନେ ଏଇଟା ନିକଟରେ ହେଇଯିବ ଆଜ୍ଞା। କାହିଁକି ନା ଆଗରୁ ପ୍ରଭୁ କହିଥିଲେ ଯେତେବେଳେ ରାମଚନ୍ଦ୍ର ଯାଇଥିଲେ କେଉଁଠିକି ନା ସେତୁ ବାନ୍ଧିଲେ ଲଙ୍କାକୁ ଗଲେ ପୂଜା କରିଥିଲେ ମାଆଙ୍କୁ। ସମସ୍ତେ ଜାଣନ୍ତି ମା' 108 ପଦ୍ମରୁ ଗୋଟିଏ ହରଣ କରିଦେଉଥିଲେ। ପ୍ରଭୁ ଯେତେବେଳେ କହିଲେ ରାଜୀବ ଲୋଚନ ଯେତେବେଳେ ନା ପାଇଗଲେ ଚକ୍ଷୁ ତାଡ଼ିବାକୁ ଯାଆନ୍ତି ମା' ତାଙ୍କୁ କହିଲା ଏ ପ୍ରଭୁ ଇଏ ପଦ୍ମଟା ମୁଁ ହରଣ କରି ତୁମକୁ ପରୀକ୍ଷା କରୁଥିଲି। ତେଣୁ ପ୍ରଭୁ ଉତ୍ତୀର୍ଣ୍ଣ ହେଲେ। ସେଇଠି ମାଗିଥିଲେ କହିଲେ ମୁଁ ତ ବର ଦେଲି ଆପଣ ଲଙ୍କାକୁ ଯିବେ ରାବଣକୁ ମାରିବେ କିନ୍ତୁ ମୁଁ ବର ମାଗୁଛି ମୋତେ ଦିଅନ୍ତୁ ନା। କ'ଣ ନା ସଦ୍ୟ ରକ୍ତ ମାଂସ। ନାଇଁରେ ଇଏ ସମୟରେ କେଉଁଠି ଦେବି? ଇଏ ତ ଜପ ତପ ମୁନିମାନଙ୍କର ସମୟ ନା ଅନେଇଥା କଳି ଯୁଗକୁ। କହିଲା କେତେକ ରହିବେ ଅରୁଆ ଖାଇ ନ ଗେରୁଆ ପିନ୍ଧିବେ ଜହିଁ ଠକ ଠକ କରି ମାଳି ଗଡ଼ାଇବେ ସେବେଳେ ଚାହିଁବୁ ତୁହି। ସେଇମାନଙ୍କୁ ତୁ ଖାଇବୁ କେମିତି ନା ରୋଗ ରୂପରେ ଖାଇବୁ। କ'ଣ ଆଣିକିରି ଖାଇବୁ? ସଦ୍ୟ ରକ୍ତ ମାଂସ କଳିରେ ଖାଇବୁ। ତେଣୁ କନକ ଦୁର୍ଗା ନାମେ ଜହି 3 ଖର୍ପର ଲେଖା ତହି ବିରୂପା ନଦୀ କୂଳେ ଜାଣ ରହିଛି କନକ ଯେ ପୁଣ। ଜୟ ଜଗନ୍ନାଥ ଜୟ ଭାସ୍କର। ସେଇଥି ନେଇ ଦେବୀ ହୋଇବେ ଉଜାଗର ଜଳିବ ତାଙ୍କର ଜାଗର। ଚଣ୍ଡୀମାନେ ଯେ ରୁଣ୍ଡ ହୋଇ ଦେଶରେ ବୁଲୁଥିବେ ଯାଇ କେଚିନି ତାଙ୍କୁ ନ ପାରିବେ ତାହାଙ୍କ ଖର୍ପରରେ ଯିବେ। ବେଳ ଯେ ନିକଟ ହୋଇବ ସେ ବେଳେ ସାବଧାନ ଥିବ। ଜୟ ଜଗନ୍ନାଥ ଜୟ ବାସୁଦେବ ପ୍ରଭୁ। ଉଜାଗର ଜଳିବ ତାଙ୍କର ଜାଗର। ଚଣ୍ଡୀମାନେ ଯେ ରୁଣ୍ଡ ହୋଇ ଦେଶରେ ବୁଲିଥିବେ ଯାଇ କେହି ତାଙ୍କୁ ଚିହ୍ନି ପାରିବେ ବିଭିନ୍ନ ରୂପରେ ଆସିବେ କେଚିନି ତାଙ୍କୁ ନ ପାରିବେ ତାହାଙ୍କ ଖର୍ପରେ ଯିବେ। ବେଳ ଯେ ନିକଟ ହୋଇବ ସେବେଳେ ସାବଧାନ ଥିବ। ତେଣୁ ପ୍ରଭୁ କହିଛନ୍ତି
जहाँ कर किंतु नामटी टिके धरी था। आजिकल माँ मान को देखुंट जहाँ अवस्था आउ तो कई क्या कहे ना कहला नारीर मुंड जे ओढ़णी नथिब मस्तके नथिब सिंदूर कजल नथिब चखुरे तार बुलुथिब होई कानी पहुँची पड़थब ना भूमि पड़थब कानी घुसुरुथब तले आ मुंडे ओढ़णी नाही मुंडे सिंदूर नाही ना कजल आखिरे नाही कहीं ना नारी होइबे हतलक्ष्मी। कौन हतलक्ष्मी ना ऐसा पूरा कली कहीपरेनि घरे घरे सबू चंडी जे मातिबे न कहे कहीं क्या जे जे कह सत्य कटाए पहाड़ कह ताकू जे सत्य कह तो पहाड़ खाइब कह कहीं आज्ञा किसी कहबार ना। देखु आपण ग्रामे देखु गृह देखु देश देखु तेणुक नारी जागरण जेबे होइब अखा नारी जागरण चली आउ एक नारी बासिब बसी बसे ही जान धरा जे पड़ कटके से ही बेल पुर गोटे नारी कटक धरा पड़ जो नारीटी धरा पड़ खेल से लगे से नारीटी धरा पड़गले से हूँ किए ना आम कहबू ना प्रभुंर आदेश ना सब गुप्त जिनस खोलने को तेणु आपण खाली लक्ष्य रखिथे से समय को आम क्या खोला किसी कहूना। लास्ट एंड कर दे। जय जगन्नाथ शुणी पारे विष्णु बाबा कहते सुचारू रूपे आम दर्शक मान को बुझाई देते पुणी देखा नुआ अध्याय। जय जगन्नाथ। रेकर्डटा देबे आज्ञा ठिकानाटा महिषा मुंडा ख ये जो कहगला जे सकल दीप जे लिभिब अनादि गोसाई उदय हेब भद्रक इटुआजे ग्राम अनादि गोसाई छंती जे जान उदय हेबे सही बेले सिरिपा बांधिबे मुंडे क्या मुंडे बांधिबे ना दिल्ली रे लगे गोल देश जे होइब से हुलस्थुल सकल गोल जे हेबे आउ संभाली से न पारिबे कहला परीक्षा होइब पार पाप पुण्य जे होइब विचार केते से होइबे से नष्ट भष्ट केते जे पाउन थिबेटी कष्ट कहला सबू संप्रदाय मान जेहू भाग भाग होई जीवटी सेहू अबिका देखंतु आज्ञा जो संप्रदाय को जातु सबू अलगा अलगा सी कहले मु बड़ ये कहले मु बड़ ए बापा ताले सान किए हम समते तो कहे आमे बड़ ताले सान ही रहिबो किए पांचुटा पाहाच पड़ी से बड़ पाहाचटा कहूँ मु सभा उपरे माने बड़ ए तू तले अच्छु तेते किए कह ना सबुठ तल पाहाचटी बड़ कहीं ना समस्ते पाद देले आग तल पाहाचरे पाद दे उठती किए हठात उठिला कि उपरे पाहाच को जी तल पाहाचरे सकल पाद पड़े से तल पाहाचटी हूँ बड़ तेणु नीच होगा चेष्टा करतु तेणु से कही परीक्षा होइब पार पाप पुण्यर विचार सबू संप्रदाय मान जो भाग जे होइबटी से निजर गारिमा देखाइबे निजकू बड़ बोलाइबे केही नाही आज्ञा बड़ ही जड़े ये संसार कहीं बड़ ना जो जड़े हूँ बड़ किए ना से भगवान जे आम भितर अच्छा जे आमको चलाबुला कर जहा द्वारा आम चालित सी करें आमे किए कौन बड़ धन जन संपत्ति कौन बड़ प्रभु कहले मोर नामे जेहू बड़ थी से अटई बड़ मो नाटी हूँ बड़ मो ना बिना बड़ कहीं ना तेणु केते होइब हट्टगोल न पाइबे जे थलकूल कहीं 12 भुजा देवी अच्छा कौटी खंडगिरी रे चेमेणी गुंफा पारी हेले जदि ता ना धरी जीवे प्रभुंकर ताहले पहुँची पारिबे ता ना न धरले आ पहुँची पारिबेनी आज्ञा कहीं
ନା ବଳଦେବଙ୍କ ମୂର୍ତ୍ତି ଯହିଁ ଦର୍ପଣ ଦେବେ ଦେଖିବେ ତହିଁ ଯଦି ବଳଦେବଙ୍କ ମୂର୍ତ୍ତି ଦର୍ପଣ ଦେଖିବେ ଜଗତର ସେଇଦିନ ବଣା ହେବ। ବଳଦେବଙ୍କ ମୂର୍ତ୍ତି ମଧ୍ୟ ତିଆରି ହେଇ ସରିଲେଣି। କାହିଁକି ନା କଲା ନିଜ ରୂପ ନିଜେ ଦର୍ପଣ ଦେଖିଲେ ଜଗତର ହୋଇବ ବଣା। ବଳଦେବଙ୍କ ନିଜ ମୂର୍ତ୍ତି ନିଜେ ଦେଖିଲେ ଛତିଆରେ ଜଗତର ବଣା ହେବ। ଏବେ ସେଇ ସମୟ ଆସିଲାଣି। ତେଣୁ କଳକି ରୂପ ଯେ ଧାରଣ ହୋଇବେ ଅଳପ ଦିନ ଜନ ଏହାକୁ କରିହାସ ଅଳପେକେ ଯିବେ ନାଶ। ତେଣୁ ପ୍ରଭୁ କହିଲେ ଆକୁ ଯେ ଉପହାସ କରେ ସେ ଅଳ୍ପେକେ ନାଶ ଯାଏ। ଜୟ ଜଗନ୍ନାଥ, ଜୟ ବାସୁଦେବ।